गुड मॉर्निंग एवरीबॉडी। समस्त को नमस्ते। आमको एबे 20 चलती मार्च 20 आमर डी कॉइन किबो अकाउंट रु एक्सचेंज को पठेबाटा 25 तारीख शेष तारीख मार्च 25 जिस जे पठे ना 25 तारीख अंदर 25 तारीख भितर जदि पठेबे से ताहले डी कॉइन पाई परिवे नले डी कॉइन भी बर्न हो जीवो। तापरे जे पठे ना तांका पाखरे केवल फाइनल कॉइन स्वापिंग करवाटा रहबो। स्वाप्ड परचेज स्वाप माइनिंग से गुड़ी को आसंता मास पूरा पठे परिवे माने अप्रैल मास पूरा पठे परिवे। एबे गुड़े प्रॉब्लम होची कूपन्स मिलने बोली कहउछंती सेमानंक पई बड़ सुजोग मिनिमम 1000 टंका पकाइले पठेले ये बैंक नंबर दिए जाउची। ए बैंक नंबर मानकू मिनिमम 1000 पठेले भी कूपन मिलिव। आगे कौन थी ना मिनिमम 10,000 टंका पठेले ही से कूपन मिलुथिला। किंतु एबे कौन करचंती ना कूपन अधिक बिकुचंती नाले मिलुना। ये कारण जो डैडी आम पाई मिनिमम 1000 टंका पठेले 100 टंका 100 कूपन आसीबो एवं एक्स्ट्रा 10 कूपन आसीबो। हेले मुख्यतः आम जानवा को पड़ो 25 तारीख भितर जदि पठेबे डी कॉइन रहिबो। तापरे आमर डी कॉइन बर्न हो जीवो। आमर स्वैप करबा कॉइन जाक सब रहिबो। हेले स्वैप कॉइन जाक सब पठेबा पई अप्रैल मास पूरा दिया जीवो। तापरे से जाक भी बर्न हो जीवो। सेति पई समस्त पठे की पाई जीवे बोली मु आशा करूची। आमर प्रोजेक्ट एबे वर्तमान रेडी अच्छी। डैडी रोबोट रेडी हो जाइए। स्काई एंड अच्छी रेडी रे। मेडिसिन भी रेडी अच्छी। वेहिकल्स भी इलेक्ट्रिकल वेहिकल्स भी रेडी अच्छी। आम जो प्रोजेक्ट गुड़ा को आम भाविचे कंपनी ने देइचंदी से सब प्रोजेक्ट भी रेडी अच्छी। हेले ए प्रोजेक्ट गुड़ाक विषय रे एबे कहले कौन हम प्रोजेक्ट आनले कौन हम ना आमर भल वैल्यू थिबा डी कॉइन पठेबारे आउ विलंब हम से ये प्रोजेक्ट गुड़ाक किसी देना। हेले 25 तारीख पर डैडी जी आम सहित मीटिंग करके किसी कथा सूचना देवे। हेले 25 तारीख भितर जे पठाउचंती से माननको ईवी पॉइंट्स 500 मिलेबो। हेले से ईवी पॉइंट्स जे भी बाइक बा आमर गाड़ी बुक करचंती से 5000 ईवी पॉइंट्स देवा को पड़ुची। हेले आमको आसीथिबा ईवी पॉइंट्स जहाँ खेले भी आम बिकिपारिबा। सेथिपाई ये जो पठेबार विलंब हवा बोलिकी ये असुविधा पठेबे बोली कहउचंती ना कि एथि
ଏଥିରେ କିଛି ଅସୁବିଧା ହେବ ବୋଲି କିଛି ପ୍ରୋଜେକ୍ଟ ଆମକୁ ଦେଉନାହାନ୍ତି। ପ୍ରାୟ 98% ପଠାଇ ଦେଇଛନ୍ତି। ଆଉ ଯେତିକି ବଳକା ରହିଯାଇଛି ସେଗୁଡ଼ାକ ବି ଏପ୍ରିଲ ମାସରେ ପଠାଇବା ପାଇଁ ସୁଯୋଗ ଥିବ। ହେଲେ କ'ଣ ନା ଡି କଏନ୍ ବର୍ନ ହୋଇଯାଇଥିବ, କେବଳ ସ୍ୱାପିଂ ଫାଇନାଲ୍ କଏନ୍ ସ୍ୱାପିଂ କରିବାଟା ହିଁ ରହିବ। ହେଲେ ଇଭି ପଏଣ୍ଟସ୍ କେମିତି ଯିବ? ଯିଏ ବାଇକ୍ କିଣୁଛନ୍ତି ଜଣକ 500 ଇଭି ପଏଣ୍ଟସ୍ ଆସୁଛି ନା 5000, ଯିଏ କିଣୁଛନ୍ତି 5000 ଇଭି ପଏଣ୍ଟସ୍ ଦେବାକୁ ପଡ଼ିବ। ତେଣୁ ତାଙ୍କ ପାଖରୁ ଗୋଟେ ପଏଣ୍ଟ ଗୋଟିଏ ଟଙ୍କା ହିସାବରେ ଯାଉଛି ନା, ସେଇଥିପାଇଁ ସେମାନେ ଆମ ପାଖରୁ ଇଭି ପଏଣ୍ଟସ୍ କିଣିକି ବାଇକ୍ ବୁକିଂ କରିବେ। ହେଲେ ଏବେ ଡି କଏନ୍ ଦେଇଦେଲେ କ'ଣ ହେବ? ଲଞ୍ଚିଂ ଆସନ୍ତା ମାସ କରିବେ। ଆସନ୍ତା ମାସ କାହିଁକି କରିବେ ନା, ଏବେ ଦେଖନ୍ତୁ କିଛି ପ୍ରଡ଼କ୍ଟ ଆମର ବାହାରକୁ ଆସିଗଲେ ତାହିଁରେ କଏନ୍ରେ ୟୁଟିଲିଟିରେ କଏନ୍ ବ୍ୟବହାର କରିକି ୟୁଟିଲିଟି କରିବେ। ସେମିତିରେ ଆମର QCC କଏନ୍ ହେଉ କି ଡି କଏନ୍ ୟୁଟିଲିଟିରେ ଆସିଲେ କ'ଣ ହେବ? ତା'ର ରେଟ୍ ବଢ଼ିଆ ହେବ। ଏବେ ଗୋଟିଏ ଆକାଉଣ୍ଟ ଥିବା ବାଲା ପାଖରେ କମ୍ ଥାଇପାରେ ପରସେଣ୍ଟେଜ୍, ଆଉ ଯାହା ପାଖରେ ଅଧିକା ଆକାଉଣ୍ଟସ୍ ଅଛି ତା ପାଖରେ ଡି କଏନ୍ ସ୍ୱାପିଡ୍ ପରଚେଜ୍ଡ କଏନ୍ ଅଧିକ ରହିବ। ତାହେଲେ ସେ କମ୍ ରେଟ୍ରେ ବିକିଦେଲେ ଏ ଗୋଟେ ଆକାଉଣ୍ଟ ଥିବା ବାଲାଙ୍କର ସରିବ ନାହିଁ। ସେଥିପାଇଁ ସମସ୍ତେ ବୁଝିଯିବାକୁ ପଡ଼ିବ ଯେ ଗୋଟେ ଷ୍ଟାଣ୍ଡାର୍ଡ଼ ଆସିଲା ପରେ, ମାନେ ଷ୍ଟାଣ୍ଡାର୍ଡ଼ କେମିତି ଆସିବ? ଆମର ପ୍ରଡ଼କ୍ଟ ଗୁଡ଼ାକ ମାର୍କେଟରେ ଆସିଗଲା ପରେ ସେ ରେଟ୍ କାଉ କିଏ ଅଟକାଇ ପାରିବନି। ଯିଏ ଯେତିକିରେ ବିକିଲେ ବି ସେଇଟା ସରିଯାଉଥିବ, ଆମକୁ ଭଲ ପଇସା ଆସିବ। ହେଲେ ଆମର ଇଲେକ୍ଟ୍ରିକାଲ୍ ଭେହିକାଲ୍ସ ଏବେ ରେଡ଼ି ଅଛି। ପ୍ରାୟ କେତେଜଣ ବୁକିଂ କରୁଛନ୍ତି। ହେଲେ ପ୍ରଥମ ଥର ପାଇଁ 30 ତାରିଖ ପରେ 100ଟା ଗାଡ଼ି ରିଲିଜ୍ କରିବେ। ହେଲେ ଯିଏ ବୁକିଂ କରିବାକୁ ଚାହୁଁଛନ୍ତି ସେ ଟ୍ରାଏଲ୍ ପକାଇକି ଟେଷ୍ଟିଂ କରିକି ନେଇପାରିବେ। ଗୋଟିଏ ଗାଡ଼ି 200 କିଲୋମିଟର ଆସିବ, ଆଉ ଗୋଟେ ଗାଡ଼ି 350 କିଲୋମିଟର ଆସିବ। ଯିଏ ଚାହୁଁଛନ୍ତି ବୁକିଂ କରିବାକୁ ସେ ଯାଇକି ଟେଷ୍ଟିଂ କରିକି ଆସିଛି ନା ନାହିଁ ଦେଖିକି ଗାଡ଼ି ବୁକିଂ କରିପାରିବେ। ହେଲେ ବୁକିଂ କରିସାରିଲା ପରେ ଯିଏ ନେଉଛନ୍ତି ତାଙ୍କ ଏରିଆରେ ସେଇଟା ଦେଖେଇଲେ କ'ଣ ହେବ ନା, ଆହୁରି କେତେଜଣ ସେଇଟା ନେବା ପାଇଁ ଇଚ୍ଛା କରିବେ। ଗୋଟେ ଥର ଚାର୍ଜିଂ କଲେ 200 କିଲୋମିଟର ଆଣ୍ଡ ଗୋଟେ ଥର ଚାର୍ଜିଂ କଲେ 350 କିଲୋମିଟର ଆସିବ। ଏଟା ରେଡ଼ି ଅଛି। ଏବେ କେତେଟା ଗାଡ଼ି ଗୁଡ଼ାକ ଟ୍ରାଏଲ୍ କରିଦେଇଛନ୍ତି। 10ଟା ମଡ଼େଲ୍ ଟ୍ରାଏଲ୍ କରାହେଇଛି। ହେଲେ ଆମର କ୍ୟୁ ଲାଇଫ୍ କଥା ପଛରେ କଥା ହେବା। ବ୍ୟାଟେରୀ ବିଷୟରେ ବି କଥା ହେବା। ଦେଖନ୍ତୁ ବ୍ୟାଟେରୀ କେତେ ଛୋଟ ହେଇକି ଅଛି। ଆଗରେ 2023ରେ ଗାଡ଼ି ଯାକ ଦେଇଥିଲେ ଡ୍ୟାଡ଼ି, ସେଥିରେ କ'ଣ ଥିଲା, ବଡ଼ ବ୍ୟାଟେରୀ ଥିଲା, ଡିକି ସ୍ପେସ୍ ନଥିଲା। ସେଥିପାଇଁ ଏଠି ଡିକି ସ୍ପେସ୍ ରଖିବା ପାଇଁ, ଲଗେଜ୍ କିଛି ରଖିବା ପାଇଁ ଆମ ପାଇଁ ଡ୍ୟାଡ଼ିଜି ବ୍ୟାଟେରୀ ସାଇଜ୍କୁ ଟିକେ କମାଇଲେ। ହେଲେ ଆମର ଗାଡ଼ି
ଏବେ ପର୍ଯ୍ୟନ୍ତ କୌଣସି କମ୍ପାନୀ ବି ଏମିତି ମାଇଲେଜ୍ ଆସିବା ଗାଡ଼ି ଯାକ ଆସିନି। ମୋତେ ଲାଗୁଛି ଆମ ଇଣ୍ଡିଆରେ ନାହିଁ, ୱାର୍ଲଡ ୱାଇଡ୍ ଆମ ଭଳିଆ ମାଇଲେଜ୍ ଆସିବା ଗାଡ଼ି ଯାକ ଏପର୍ଯ୍ୟନ୍ତ ଆସିନାହିଁ। ଏଇଟା ଜାଣିକରି ଆପଣମାନେ ଯିଏ ଚାହୁଁଛନ୍ତି ବୁକିଂ କରିପାରିବେ। ଆଉ ବୁକିଂ କଲା ବେଳେ ଯିଏକି ଟେଷ୍ଟିଂ କରିବା ପାଇଁ ଯିବେ ତାଙ୍କର ଆକାଉଣ୍ଟ କିବୋ ଆକାଉଣ୍ଟ ହେଉ ଏକ୍ସଚେଞ୍ଜ ଆକାଉଣ୍ଟ ହେଉ ଏସବୁ ଡାଡ଼ିଜି ନେଇକି ଦେବେ, ଯେହେତୁ ତା ପାଇଁ ଗୋଟେ ସିକ୍ୟୁରିଟି ରହିବ। ତାପରେ କ୍ୟୁ ଲାଇଫ୍ରେ ଯିଏ ପଠାଇଛନ୍ତି କିବୋ ଆକାଉଣ୍ଟରୁ, ସେ କ୍ୟୁ ଲାଇଫ୍ରୁ ବି 25 ତାରିଖ ପରେ ହିଁ ସେଟା ପଠାଇବାଟା ଦେଇଦେବେ। ତା ପାଇଁ କିଛି ଧାର୍ଯ୍ୟ ସମୟ ଦିଆଯିବନି, କାହିଁକିନା ସେ ସବୁ ଫାଇନାଲ୍ କଏନ୍ସ ସ୍ୱାପ୍ କରିକି ସେଥିରେ ରଖିଛନ୍ତି। ସେଇଥିପାଇଁ ସେ ଟାଇମ୍ ଦେଉଛନ୍ତି 25 ତାରିଖ ପରେ। ହେଲେ କେତେଜଣ କିବୋ ଆକାଉଣ୍ଟରୁ କ୍ୟୁ ଲାଇଫ୍କୁ ପଠାଇଲେ ବେଳେ କେତେ ଜଣଙ୍କର କଏନ୍ ଯାଏନି ବୋଲି ଗୋଟେ କମ୍ପ୍ଲେଣ୍ଟ ଅଛି। ସେ ସବୁ ବି କ୍ଲିୟର୍ ହେଇଯିବ। ହେଲେ ଗାଡ଼ି ବୁକିଂ କଲା ବେଳେ ଯେତେକୁ ଆପଣ ବୁକିଂ କରିଥିଲେ ସେତିକିର ଡି କଏନ୍ କ୍ୟୁ ଲାଇଫ୍ରେ ଧରନ୍ତୁ ଅଧିକ କଏନ୍ ଅଛି, ତାହିଁରୁ ଯେତେ ଟଙ୍କାରେ ଆପଣମାନେ ବୁକିଂ କଲେ, ସ୍କାଇଏଣ୍ଡରେ ହେଉ କି ଗାଡ଼ି ବୁକିଂ ହେଉ କି ମେଡ଼ିସିନ୍ ହେଉ କି ଏଇ ଯାକ ଯିଏ ଯାକ ବୁକିଂ କରୁଛନ୍ତି, ଧରନ୍ତୁ 1,00,000 ଟଙ୍କାର ବୁକିଂ କରୁଛନ୍ତି, 1,00,000 ଟଙ୍କା ଦେଇକି ଗାଡ଼ି ବୁକିଂ କରୁଛନ୍ତି, ତାହେଲେ ସେ 1,00,000 ଟଙ୍କାର କୁ ହେଲା ପରି ଡି କଏନ୍ ଯାକ ମିଳିବ। ସେ ଡି କଏନ୍ ଯାକ ଆମେ ବ୍ୟବହାର କରିପାରିବା, କିନ୍ତୁ ଅଧିକ ଯାହା ପାଖରେ ଅଛି ବୋଲି ସେ ସବୁ ବ୍ୟବହାର କରିପାରିବ ନାହିଁ। ହେଲେ ଗୋଟେ ୟୁଟିଲିଟି ଆସିଗଲା ପରେ ଆମର କଏନ୍ ଗୋଟେ ସ୍ଥିରତ୍ୱ ରହିବା ପାଇଁ ଏ ପ୍ରଡ଼କ୍ଟ ଗୁଡ଼ାକ ସବୁ ମାର୍କେଟରେ ଆସୁଛି। ଏ ପ୍ରଡ଼କ୍ଟ କ୍ଲିକ୍ ହେଇଗଲା ପରେ ଆମର QCC ଯେମିତି ଏବେ 15,000 ଟଙ୍କାର ଗାଡ଼ି କିଣିବା ପାଇଁ ବ୍ୟବହାର କରୁଛନ୍ତି, ସେମିତି ସେତେବେଳେ ଡି କଏନ୍ ମଧ୍ୟ ବ୍ୟବହାର କରିପାରିବେ। ଏମିତି କରିବା ଦ୍ୱାରା କଏନ୍ର ଡିମାଣ୍ଡ ରହିବ, ତାର ରେଟ୍ ବି ଆଗକୁ ବଢ଼ିବାର ସୁଯୋଗ ଥିବ, ସମସ୍ତେ ବି ଲାଭ ପାଇବେ। ଏ କଥା ହିଁ ଡାଡ଼ିଜି କହିଛନ୍ତି। ଧନ୍ୟବାଦ, ନମସ୍କାର, ଜୟ ଜଗନ୍ନାଥ।